108 ରାଉଣ୍ଡ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା। ओम भास्कराय नमः। ବାରିପଦା ଦେବେନ୍ଦ୍ରପୁର ସ୍ଥିତ ପ୍ରେମକାଲ ଯୋଗ ମନ୍ଦିର ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ଉତ୍ସବରେ ବାରିପଦା କ୍ଲବ ପରିସରରେ ମୟୂରଭଞ୍ଜରେ ପ୍ରଥମ ଥର 108 ରାଉଣ୍ଡ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଯୋଗୀରାଜ ରାକେଶ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥୀ, ଡକ୍ଟର ନୀରଜ କୁମାର ପୁଥାଳ, ପତଞ୍ଜଳି ଯୋଗ ସମିତି ବାରିପଦାର ପ୍ରଭାରୀ ଡକ୍ଟର ଦିଲ୍ଲୀପ ପଣ୍ଡା, ରୋଟାରିଆନ୍ ରାକେଶ ସିଂ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଶିବିର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ଗୁରୁକୁଳ ଅଧ୍ୟକ୍ଷ ଅଜିତ କୁମାର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ବାରିପଦାରେ ପ୍ରଥମ ଥର ପାଇଁ ପ୍ରେମକାଲ ଜଗ ମନ୍ଦିର ତରଫରୁ এই ମାରାଥନ ସୂର୍ଯ୍ୟ ନମସ୍କାର ଚ୍ୟାଲେଞ୍ଜ ଆୟୋଜନ କରାଯାଇଛି। ଗୋଟେ ଦିନ ପାଇଁ ହବ ଏହା। ଏଥିରେ ବିଭିନ୍ନ ସ୍କୁଲର ପାଖାପାଖି 100ରୁ ଉର୍ଦ୍ଧ୍ୱ ପିଲା ଏଠି ଯୋଗ ଦେଇଛନ୍ତି। ତା ସହିତ ବାରିପଦାର ମାନ୍ୟଗଣ୍ୟ ବ୍ୟକ୍ତି ସହିତ ସାଧାରଣ ଲୋକମାନେ ଯୋଗ ଦେଇଛନ୍ତି। ଏଥିରେ ଯୋଗଗୁରୁ ରାକେଶ ମହାନ୍ତ ସିଏ ଏଥିରେ ପରିଚାଳନା କରୁଛନ୍ତି ଏବଂ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସହଯୋଗ କରି ଚିନ୍ମୟ ମିଶନ, ସଚ୍ଚିଦାନନ୍ଦ ଗୁରୁକୁଳ ଏମିତି ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଛନ୍ତି ଏବଂ ଏଥିରେ 108 ଥର ମାନେ 216 ଥର হব 108 রাউন্ড 216 থর যোগ সূর্য নমস্কার হব। এতে যে জিতবে যে 108 থর করিপারে তাঁকু পুরস্কার দিয়া যাব এবং সবু প্রতিযোগিতা মানুষ পার্টিসিপেট সার্টিফিকেট সহিত পুরস্কার দিয়া যাব ব্যবস্থা করা হয়েছে। তবে জেলারে এভଳି କାର୍ଯ୍ୟକ୍ରମ ପ୍ରଥମ ଥର ହୋଇଥିବାରୁ ଆସିଥିବା ଅତିଥିମାନେ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ। ମୋ ପାଇଁ ସେଟା ନୂଆ ନୁହେଁ, ତାପରେ ବି ଗୋଟେ ମୁଗ୍ଧ ମଧୁର ଅନୁଭୂତି ନିଶ୍ଚୟ। ଆମେ ମାନେ କଣ କୁହାଯିବ ଏଟା ଆମ ସଂସ୍କୃତିର କଥା। ଆଉ ସୂର୍ଯ୍ୟ ପୂଜା ହିଁ ନେକ୍ସନ କହିବା। ଏମିତି ଦେଖିବା ପାଇଁ ଗଲେ ଆମର ଓଡ଼ିଆ ସମାଜରେ ଶାମ୍ବ ଦଶମୀ, ଛଟ ପୂଜା ଯୋଉ ବିହାରୀ ମାନଙ୍କର ସବୁରେ ସୂର୍ଯ୍ୟଙ୍କୁ ପୂଜା କରାଯାଏ। କିନ୍ତୁ ଏଇଟା ଆହୁରି ବହୁତ ବଢିଆ। ମୁଁ ତ କହେ ଯେ ସକଳ ଶକତି ଆଧାର ତୁମେ ହେ ସୂର୍ଯ୍ୟ ଦେବତା ଆମ ସକାଳୁ ସକାଳୁ ଘେନ ହେ ଆମର ତୁମେ ହିଁ କୋଟି ପ୍ରଣାମ। ତ ସୂର୍ଯ୍ୟଙ୍କର ଯୋଉ କରାଯାଉଛି ସେଥିରେ ସବୁ ଦେହର ବିଭିନ୍ନ ଜିନିଷ ରହୁଛି। ଆଉ ପବିତ୍ର ଭାବନା ସାଙ୍ଗରେ ଆମକୁ କରିବାର, ଯେମିତି ଆମେ କହୁଛୁ ହେ ସୂର୍ଯ୍ୟ ସହସ୍ରାଂଶ ଏତେ ଜଳା ଜଗତପତେ ଅନୁକମ ପାଇମା ଭକ୍ତ ଗ୍ରହଣ ଆର୍ଗ୍ୟନ। ସୂର୍ଯ୍ୟ ପୂଜା ବିନା ଆମର ଆଉ ଗତି ନେଇ। ଯେମିତି ଆକ୍ଚୁଆଲି ସେଇଟା ଗାୟତ୍ରୀ ମନ୍ତ୍ର ଯୋଉ ହୋମ ଭୂର୍ଭୁବ ସ୍ୱତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ଜନ ପ୍ରଚୋଦୟାତ୍, ସେଠି ବି ଓ ସନ୍ give us the intellect, sharpen our mind set ଏବଂ ସବୁ କଥା ଅଛି। ତେଣୁ ଏଟା ଆମେ କହିବା ଯେ ଆଦିତ୍ୟସ୍ୟ ଶେଷରେ ମୁଁ କହିବା ପାଇଁ ଚାହିଁବି ବହୁତ ବଢିଆ ଯୋଉ ଇନିସିଏଟିଭ ନେଲେ ଆୟୋଜକ ଧନ୍ୟବାଦ ଦେବା। ଆଉ ସେଟା କୁହାଯାଏ ତାଙ୍କ ପାଇଁ ଶ୍ଲୋକ ଅଛି ଆଦିତ୍ୟସ୍ୟ ନମସ୍କାରମ୍ ଯେ କୁର୍ବନ୍ତି ଦିନେ ଦିନେ ଆୟୁର୍ ପ୍ରଜ୍ଞା ବଳ ବୀର୍ଯ୍ୟମ୍ ତେଜମ୍ ତେଷାମ୍ ଯଜାୟତେ ଅକାଳ ମୃତ୍ୟୁ ହରଣମ୍ ସର୍ବବ୍ୟାଧି ବିନାଶନମ୍ ସୂର୍ଯ୍ୟ ପାଦୋଦକମ୍ ତୀର୍ଥମ୍ ଜଠରେ ଧାରୟାମ୍ୟହମ୍। ତାପରେ ଆମେ ଓମ୍ ମିତ୍ରାୟ ନମ, ରବୟ ନମ, ସୂର୍ୟାୟ ନମ, ଭାନବେ ନମ, ଖଗାୟ ନମ, ପୁଷ୍ଣେ ନମ ଇତ୍ୟାଦି ଓମ୍ ଶ୍ରୀ ସବିତୃ ସୂର୍ଯ୍ୟ ନାରାୟଣ ନମ, ଭାସ୍କରାୟ ନମ ସବୁ କହୁଛି। ମୁଁ ତାକୁ ଯିବିନି, କିନ୍ତୁ ନିଶ୍ଚିତ ଭାବରେ ବହୁତ ସାଧୁ ଉଦ୍ୟମ। ଆଉ ଯେତେବେଳେ ମାନେ ସାରା ଭାରତ ସାରା ପୃଥିବୀ ସକାଳୁ ଏ ସୂର୍ଯ୍ୟ ନମସ୍କାର ଓହ୍ଲେଇଯିବ ସେତେବେଳେ ଏ ଦୁନିଆ कुछ बदल जाएगी, एक अलग संसार का निर्माण होगा। एमती ମୁଁ କହିବା ପାଇଁ ଚାହିଁବି। ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ମାଧ୍ୟମରେ ନେପାଳ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ବହୁ ଲୋକ ଭାଗ ନେଇଥିଲା ବେଳେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ବିବେକାନନ୍ଦ କେନ୍ଦ୍ର, ଚିନ୍ମୟ ମିଶନର ସଦସ୍ୟଗଣ ତଥା ଅନ୍ୟାନ୍ୟ ଅନୁଷ୍ଠାନର ବହୁ ସଦସ୍ୟ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଟା ଗୋଟେ ଅନୋଖା ପ୍ରୟାସ ଆମର, ବିଶେଷ କରିକି ପ୍ରେମକାଲ ଯୋଗ ମନ୍ଦିର ଏବଂ ଚିନ୍ମୟ ମିଶନ ଏବଂ ଅନ୍ୟାନ୍ୟ ଯୋଉ ସଂଗଠନ ମାନେ ଇନଷ୍ଟିଚ୍ୟୁଟ ମାନେ ମିଶିକି କରିଛନ୍ତି। ଏଠି ସବୁ ବୟସର ପିଲାମାନେ ଅଛନ୍ତି ଏବଂ ଆମର ସିନିୟର ସିଟିଜେନ ମାନେ ବି ଯୋଗ ଦେଇଛନ୍ତି। ଏଠାରେ ଯୋଗ ଦେଇ ଗୋଟେ ସବୁଠାରୁ ଖୁସି ଜିନିଷ ଲାଗିଲା କି ଆମେ ସବୁବେଳେ ଜାଣିଛୁ ସୂର୍ଯ୍ୟ ନମସ୍କାର କଣ, ଆଉ ତାର ଯୋଉ ଗେନ୍ ହେଇଥାଏ ବା ଆମକୁ ଯୋଉ ପଜିଟିଭ ଏନର୍ଜି ମିଳିଥାଏ ତା ବିଷୟରେ ମଧ୍ୟ ଜାଣିଥାଉ, କିନ୍ତୁ ବହୁତ କମ ପ୍ରାକ୍ଟିସ କରିଥାଉ। ଆଜି ଏଇଟା ଖୁସି ଲାଗିଲା କି ଆମେ ମଧ୍ୟ ସେଠି ରହିକି ନିଜେ ସୂର୍ଯ୍ୟ ନମସ୍କାର କଲୁ ଏବଂ ଦେଖିଲୁ ପିଲାମାନଙ୍କର ଯୋଉ ଏନ୍ଥୁସିଆଜମ ବା ଯୋଉ ଖୁସି ଆନନ୍ଦ ସେମାନେ ପାଉଛନ୍ତି କରିକି, ତାର ବି ମଧ୍ୟ ଆମେ ମଜା ନେଲୁ। ଏବଂ ତା ସଙ୍ଗେ ସଙ୍ଗେ ଏଇଟା ଗୋଟେ ଡେଲି ଲାଇଫରେ ପ୍ରାକ୍ଟିସ କରିବାର ଗୋଟେ ସୁଯୋଗ ମିଳୁଛି ଯେ ସମସ୍ତେ କିଭଳି ଭାବରେ ଏଇଟା ଶିଖିକି କରିବେ ଏବଂ ତାର ବେନିଫିଟ ବହୁତ, ସେଇ ବେନିଫିଟ ମଧ୍ୟ ପିଲାମାନେ ପାଇପାରିବେ ବା ସିନିୟର ସିଟିଜେନ ମାନେ ଲୋକମାନେ ପାଇପାରିବେ ମଧ୍ୟ ଯୋଉମାନେ ସୂର୍ଯ୍ୟ ନମସ୍କାର କରୁଛନ୍ତି। ମୟୂରଭଞ୍ଜ କ୍ରୀଡ଼ା ସଂସଦର ସମ୍ପାଦକ ବିଜୟ ଦାସ,
सह संपादक अमर सेठी, ओआरडी संस्थार अध्यक्ष साई प्रकाश महांती, सच्चिदानंद सेवा ट्रस्ट ट्रस्टी उर्मिला बेहेरा, बिरंची नारायण बेहेरा, सब्यसाची पलई प्रतियोगी मानंकु सर्टिफिकेट प्रदान करथिले। जय जगन्नाथ। डॉक्टर नीरज कुमार पथाल, समाजसेवी। खूब सुंदर कार्यक्रम एवं आयोजक मंडली को बहुत बहुत धन्यवाद एवं मत निमंत्रण करथिबारु हमर कुन्ना सार को बहुत बहुत धन्यवाद। जे हमर जो पुराना संस्कृति सभ्यता हमर जो ऋषि मुनिंकर देश आमर आग काल जो लोक मैंने सूर्य नमस्कार करुले, प्राणायाम करुले, जोग इत्यादि करुले, जहाँफल कि लोक मैंने निरोग रोते एवं दीर्घजीवी रोते, कौन सी मेडिसिन से माने यूज करुले। किंतु आज ये आमरी देशर जोग प्राणायाम सूर्य नमस्कार को लेकिन विदेश रे लोक मैंने यार प्रचार प्रसार करुँच, अथच आमे माने याकू भूली जाइछु एवं ये जो पुराना संस्कृति को पुणी फेरे आने जो प्रयास से जो आयोजक मंडली को बहुत धन्यवाद देवी। ये कार्यक्रम जारी रहू एवं सान सान कुनि कुनि पिला ए दिगरे जदि आनिबा से माने मूलरू सूर्य नमस्कार प्रति आकृष्ट होइबे एवं निरोग रहिबे एवं सुस्थ समाज सुस्थ देश गठन हो। धन्यवाद। शेषे स्वामी विवेकानंद जग रिसर्च सेंटर साधारण संपादक ज्योतिरंजन दास धन्यवाद अर्पण करथिले। तेबे आसंता 25 तारिख दिन वार्षिक उत्सवर उद्यापित दिवस रे कर्णाटकर विख्यात जगगुरु करुणाकर उपाध्याय जोग देई विजेता मानंकु पुरस्कृत करिवे। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି, ଇଞ୍ଜିନିୟର ବିଜୟ ସାହୁ, ଓମ୍ ପ୍ରକାଶ ସାହୁ, ସଞ୍ଜିତ ମହାନ୍ତ, ଚିତ୍ରସେନ ମହାନ୍ତ, ସୁଶାନ୍ତ ମହାନ୍ତ, ପଦ୍ମନାଭ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସୌମ୍ୟରଞ୍ଜନ ମହାନ୍ତ, ଚିନ୍ମୟ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ପଟଲାଇଭ୍ ଇଣ୍ଡିଆ।